तारा तारिणीଙ୍କର ଭବ୍ୟ ଆମ ଓଡ଼ିଶାର ଶକ୍ତିପୀଠ ସମଗ୍ର ଓଡ଼ିଶାରେ ଏବଂ ଭାରତର ବିଭିନ୍ନ ଅଞ୍ଚଳରେ ମାଙ୍କର ବହୁତ ଲୋକ ଗୁଣଗାନ କରନ୍ତି ଏବଂ ମୋର ଏଇଟା ତୃତୀୟ ବାର ବହୁତ ଦିନୁ ଆସିବେ ବୋଲି ଭାବିଥିଲି। ମୋର ଶଳା ଏଠି କାମ କରୁଥିଲେ ମନ୍ଦିର ନିର୍ମାଣରେ ତାଙ୍କର ଆଉ ଟିକେ ସେ ଅନେକ କାମ କରିଛନ୍ତି। ସେ ମଧ୍ୟ ମୋ ପାଇଁ ମାନସିକ କରିଥିଲେ ମା ପାଖକୁ ଆସିବା ପାଇଁ ଏବଂ ମୋତେ ଆଜି ବହୁତ ଖୁସି ଲାଗୁଛି। ମୁଁ ପୁରୁଣା ମନ୍ଦିର ବେଳେ ଆସିଥିଲି, ନୂଆ ମନ୍ଦିର ଆସିକି ଦେଖିଲା ବେଳକୁ ଏତେ ଭବ୍ୟ ମନ୍ଦିର ହେଇଛି, ମାଙ୍କର ଭବ୍ୟ ସ୍ୱରୂପ ବହୁତ ଆତ୍ମା ଶାନ୍ତି ହେଇଗଲା ଏବଂ ମନରୁ କିଛି ବାହାରିଲା ନାହିଁ, ଖାଲି ଗୋଟିଏ କଥା, ମା ନାରୀଙ୍କ ପାଇଁ ଓଡ଼ିଶାରେ ନ୍ୟାୟ, ନାରୀ ପାଇଁ ଲଢ଼ିବା ପାଇଁ ଶକ୍ତି ଦିଅ, ଆଉ କିଛି ନାହିଁ, ସମସ୍ତଙ୍କର କଲ୍ୟାଣ। ପିସିସି ସଭାପତି ପରେ ପ୍ରଥମ ଥର ପାଇଁ ମନ୍ଦିରକୁ ଆସିଛନ୍ତି। ହଁ ରାଜ୍ୟ ପାଇଁ କଣ ପ୍ରାର୍ଥନା କରିବେ ମାଙ୍କ ପାଖରେ? ମାଙ୍କୁ ଏତିକି କହିଲି, ମାଙ୍କ ପାଇଁ ନାରୀର ସମ୍ମାନ ହଉ, ନାରୀର ସମ୍ମାନ ପାଇଁ ଆମେ ଲଢୁଛୁ, ନାରୀର ସମ୍ମାନ ପାଇଁ ଶକ୍ତି ଦିଅ। ମା ନାରୀ ସମ୍ମାନ ପାଇଲେ ଓଡ଼ିଶା ଠିକ ହେଇଯିବ, ରାଜନୀତି ଠିକ ହେଇଯିବ, ସବୁ ପାର୍ଟି ଠିକ ହେଇଯିବେ ଏବଂ ଓଡ଼ିଶାର ମଙ୍ଗଳ। ନା କିଛି ନାହିଁ, ପିଓରଲି ମୋର ଆସିବାର ଥିଲା, ମାନସିକ ଥିଲା, ଆସିବାର ଥିଲା। ଆଜି ପବନ ଖେରାଜି ଆସିଲେ ମୁଁ ପରେ ଆସିବାର ଥିଲା, ମୋର ମନ ଡାକିଲା କାଲି ରାତିରେ, ନା ମୁଁ ବି ଯିବି ସାଙ୍ଗରେ, ପଛେ ପରେ ଲେଟ୍ ହେଇଯିବ ବୋଲି ଭାବି। କିଛି ରାଜନୈତିକ ଆଲୋଚନା ଅଛି କି? କିଛି ନାହିଁ, ସେମିତି କଣ କାର୍ଯ୍ୟକ୍ରମ ରହିଛି କି? ନା ଆଜି ନାହିଁ, ହେବ ଆସନ୍ତା ଦିନରେ ବହୁତ ହବ ମିଶ୍ରଣ ପଦ୍ଧତି କେମିତି ଲାଗିଲା? ଆଗରୁ ଆସିଥିଲେ, ଏବେ ତା ଆଗରୁ ନାହିଁ, ଆସିଛି ଆଗରୁ। ଆଜି କେମିତି ଲାଗିଲା? 2 ଦିନ ବହୁତ ବର୍ଷ ପରେ ଆସିଲି, ମନ୍ଦିର ତିଆରି ହେଲା ପରେ ଏଇଟା ପ୍ରଥମ ଥର ଆସିଛି, ନୂଆ ମନ୍ଦିର ତିଆରି ହେଲା ପରେ। କେମିତି ଲାଗିଲା? କଣ କହିବି, ମାଙ୍କର ଅଦ୍ଭୁତ ଶକ୍ତି ଅଛି ଏଠି, ଆତ୍ମ ଶାନ୍ତି ହେଇଗଲା।